ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ। ଭୁବନେଶ୍ୱରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ କରୋନାରେ ଜୀବନ ହାରିଲେ। 58 ବର୍ଷୀୟ ବୃଦ୍ଧା। ରାଜ୍ୟରେ ମୋଟ ସଂକ୍ରମଣ ସଂଖ୍ୟା 7 ଦେଶରେ 3000 ଟପିଲା କରୋନା ସଂକ୍ରମଣ। ରାଜ୍ୟରେ ପ୍ରଥମ କୋଭିଡ୍ ମୃତ୍ୟୁ। ଭୁବନେଶ୍ୱରରେ କରୋନା ପୀଡ଼ିତାଙ୍କ ମୃତ୍ୟୁ। 58 ବର୍ଷୀୟ ବୃଦ୍ଧା ଯିଏକି ବହୁବିଧ ରୋଗରେ ପୀଡ଼ିତ ଥିଲେ ତାଙ୍କର ମୃତ୍ୟୁ ହୋଇଛି। ଏବେ ରାଜ୍ୟ ମୋଟ ସଂକ୍ରମଣ ସଂଖ୍ୟା 7ରେ ରହିଛି। ଯେପରି ଦେଶରେ 3000 ଟପିଲାଣି କରୋନା ସଂକ୍ରମଣ। ଦିଲ୍ଲୀ, କେରଳ, କର୍ଣ୍ଣାଟକ ଓ ୟୁପିରେ 4 ଜଣଙ୍କ ଜୀବନ ନେଇଛି କୋଭିଡ୍। ଦେଶରେ ସକ୍ରିୟ ମାମଲା 3395ରେ ପହଞ୍ଚିଛି। କେରଳରେ ସର୍ବାଧିକ 1336, ଦିଲ୍ଲୀରେ 375, ଗୁଜରାଟରେ 265, କର୍ଣ୍ଣାଟକରେ 234, ପଶ୍ଚିମବଙ୍ଗରେ 205, ତାମିଲନାଡୁରେ 158, ୟୁପିରେ 117 ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି।